ପୂର୍ଣ୍ଣିମା ଯାହାକି ଦୋଳଯାତ୍ରା ବୋଲି ମଧ୍ୟ ପରିଚିତ। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅସମର ଏକ ପ୍ରସିଦ୍ଧ ପର୍ବ ଅଟେ। ଏହି ପର୍ବ ଫାଲ୍ଗୁନ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ଏବଂ ଏହା ଶ୍ରୀକୃଷ୍ଣଙ୍କ ରାସଲୀଳା ସହିତ ସମ୍ପର୍କିତ। ଏହା ହୋଲି ପର୍ବ ସହିତ ମିଶିଥାଏ ଏବଂ ଏକ ଅନନ୍ୟ ଭାବେ ଉତ୍ସବ ରୂପେ ପାଳନ ହୋଇଥାଏ। ପୌରାଣିକ କାହାଣୀ 1. ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଦିବ୍ୟ ପ୍ରେମ। ଏହି ପର୍ବ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଦିବ୍ୟ ପ୍ରେମର ଚିହ୍ନ ହିସାବରେ ପାଳିତ ହୋଇଥାଏ। ମଥୁରା ରାଜା କଂସଙ୍କ ନିର୍ଦ୍ଦେଶରେ ଶ୍ରୀକୃଷ୍ଣ ଅପନ୍ନ ହେବା ପରେ ତାଙ୍କ ଛୋଟବେଳିଆ କାଳରେ ଗୋକୁଳ ଏବଂ ବୃନ୍ଦାବନରେ ଗୋପୀମାନଙ୍କ ସହ ମିଶି ରାସଲୀଳା କରିଥିଲେ। ଏହି ପର୍ବ ସେହି ଦିବ୍ୟ ଦୃଶ୍ୟକୁ ଉଦ୍ଦେଶ୍ୟ କରି ପାଳନ କରାଯାଏ। 2. କୃଷ୍ଣଙ୍କ ଖେଳ ଏବଂ ରଙ୍ଗର ଆନନ୍ଦ। ଏକ କଥା ବୁଝାଇ ଶ୍ରୀକୃଷ୍ଣ ତାଙ୍କ ଛୋଟବେଳେ ମା ଯଶୋଦାଙ୍କୁ ପଚାରିଲେ ଯେ ମୋର ଶରୀର କାଳା କିଏ ନା ରାଧାଙ୍କ ହଳଦୀ କଳା। ତାପରେ ଯଶୋଦା କହିଲେ ତୁମେ ରାଧାଙ୍କୁ ରଙ୍ଗ ଲଗାଇ ଦିଅ। ଏହି ଘଟଣା ହୋଲି ପର୍ବର ଉତ୍ସ ହୋଇଛି। ଏହି ଦିନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ରଙ୍ଗ ଦିଆଯାଏ ଏବଂ ଭକ୍ତମାନେ ରଙ୍ଗ ଖେଳିଥାନ୍ତି। 3. ଦୋଳଯାତ୍ରା ଏବଂ ଭକ୍ତି ପରମ୍ପ। ଦୋଳ ପୂର୍ଣ୍ଣିମା ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ଉତ୍ସବ ଯାହା ହୋଲି ଉତ୍ସବ ସହିତ ଜଡ଼ିତ ଅଛି। ଏହି ଉତ୍ସବଟି ଫାଲ୍ଗୁନ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଉତ୍ସବର ମହତ୍ତ୍ୱ ଏହା ଶ୍ରୀକୃଷ୍ଣଙ୍କ ରାସଲୀଳା ସହିତ ସମ୍ପୃକ୍ତ ଅଛି। ଏହି ଦିନ ରାଧା କୃଷ୍ଣଙ୍କୁ ଦୋଳି ଝୁଲାରେ ବସାଇ ଦୋଳଯାତ୍ରା କରାଯାଏ। ଭକ୍ତମାନେ ଅଭିଷେକ ଅର୍ଚ୍ଚନା ଓ କୀର୍ତ୍ତନ ମାଧ୍ୟମରେ ପୂଜା କରନ୍ତି। ଯାତ୍ରା ଦ୍ୱାରା ପ୍ରସାଦ ବଣ୍ଟନ ଏବଂ ଗୀତ ନୃତ୍ୟ କରାଯାଏ। ଉତ୍ସବ ପାଳନ ପ୍ରକ୍ରିୟା 1. ଅଗ୍ରଯାତ୍ରା ପୂର୍ବଦିନ ଅଗ୍ରଯାତ୍ରା କରାଯାଏ ଯେଉଁଥିରେ ତିଳକ ଧାରଣ କରି